ଜୟ ଜଗନ୍ନାଥ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ ବର୍ମା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲକୁ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନେ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ମାସିକ ରାଶିଫଳ 1 ସେପ୍ଟେମ୍ବର 2026ରୁ 30 ସେପ୍ଟେମ୍ବର 2026 ମସିହା। ସନ୍ 2026 ମସିହାର ସେପ୍ଟେମ୍ବର ମାସଟି ଯେଉଁ ବ୍ୟକ୍ତିଙ୍କର ଜନ୍ମ ଜାତକରେ ରାଶି ହେଉଛି ତୁଳା ରାଶି, ଅନ୍ୟଥା ଲଗ୍ନ ହେଉଛି ତୁଳା ଲଗ୍ନ। ଯଦି ଆପଣଙ୍କ ପାଖରେ ଜାତକ ନାହିଁ, ନାମ ରାଶି ହେଉଛି ତୁଳା ରାଶି, ନିଶ୍ଚିତ ରୂପରେ ଏପିସୋଡ ଦେଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ପ୍ରିୟ ଦର୍ଶକ ବନ୍ଧୁ, ତୁଳା ରାଶିର ଗ୍ରହ ରାଜିରେ ସ୍ୱୟଂ ଶୁକ୍ର, ଟିକେ ସାବଧାନ ରହିବେ ଦ୍ୱାଦଶ ଭାବ ଏବଂ ଜନ୍ମ ରାଶି ରାଶି। ମାସିକ ରାଶିଫଳ ସୂର୍ଯ୍ୟଙ୍କୁ ନିର୍ଦ୍ଧାରିତ କରାଯାଇଥାଏ। ସୂର୍ଯ୍ୟ ରାଶି ହେଉଛି ସିଂହ ରାଶି, ଯିଏକି ଆପଣଙ୍କ ରାଶି ଅନୁସାରେ ଏକାଦଶ ଭାବ। 1 ସେପ୍ଟେମ୍ବର ଠାରୁ 17 ସେପ୍ଟେମ୍ବର ରହିବେ ସୂର୍ଯ୍ୟ ଏକାଦଶ ଭାବରେ, କେତୁ ସହିତ ଯୁତି, ପୁନଃ ଶନିଙ୍କର ଦୃଷ୍ଟିକୁ ଦ୍ୱାଦଶ ଭାବକୁ ଆସିବେ। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ମନେ ରଖିଥିବା ଦରକାର 17 ସେପ୍ଟେମ୍ବରରୁ 30 ସେପ୍ଟେମ୍ବର ପର୍ଯ୍ୟନ୍ତ ମାସଟି ଭୋଗ ହେବ। ଏହି ସମୟରେ ଦ୍ୱାଦଶରେ ବି ବ୍ୟୟ କାରକ, ଚାहे ସେ କୌଣସି ବି ଗ୍ରହ ହୁଅନ୍ତୁ ନା କାହିଁକି, ଯଦି 6, 8, 12 ଭାବରେ ଥାନ୍ତି ତାହେଲେ ନିଶ୍ଚିତ ରୂପରେ ଘାତକ ହୋଇଥାନ୍ତି। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ସାବଧାନ ରହିବା ବହୁତ ଆବଶ୍ୟକତା ଅଛି। ତାହେଲେ ତୁଳାରାଶି ବ୍ୟକ୍ତିମାନଙ୍କ ପାଇଁ କ୍ରୋଧ, ଅଶାନ୍ତି, ଅସନ୍ତୁଷ୍ଟତା ଠାରୁ ଦୂରେଇ ରହିବା, ଭାବି ଚିନ୍ତି ଡିସିସନ ନେବା ବହୁତ ଆବଶ୍ୟକତା ଅଛି। କର୍ମକ୍ଷେତ୍ର, କର୍ମ, ବେପାର, ବାଣିଜ୍ୟ କ୍ଷେତ୍ରରେ ଜବରଦସ୍ତ ସଫଳତା ଦେଖାଦେବ, ଜବରଦସ୍ତ ଉନ୍ନତି ଦେଖାଦେବ, ଜବରଦସ୍ତ ଇନକମ୍ ସୋର୍ସରେ ବେଟର ରହିବ। ବାସ୍ ଆପଣଙ୍କର କର୍ତ୍ତବ୍ୟତା ପାଳନ କରିବା, ବାସ୍ ଏତିକି, ଏବଂ କର୍ମ କରିବା। କ'ଣ ହବ ନ ହବ ତା ପ୍ରତି ଆଶା ରଖିବା ଉଚିତ ନୁହେଁ। ଗାଡ଼ି ଘୋଡ଼ା ଚଲାଉଛନ୍ତି, ସାବଧାନ ସହିତ ଚଳାନ୍ତୁ। ଆକ୍ସିଡେଣ୍ଟ ହେବାର ସମ୍ଭାବନା ଦେଖାଦେଉଛି, ଧନ ନଷ୍ଟ ହେବ, ଚୋରି ହେବ, ବ୍ୟୟ ହେବ, ଏହା ସବୁ ଦେଖାଦେବ। ବା ଦ୍ରବ୍ୟ ବସ୍ତୁ ପଦାର୍ଥ କିଛି ନୁକସାନ ହେବାର ଅଛି, କିଛି ନଷ୍ଟ ହେବାର ଅଛି, କିଛି ହସ୍ପିଟାଲରେ ମଧ୍ୟ ପଇସା ଖର୍ଚ୍ଚ ହେବାର ସମ୍ଭାବନା ଦେଖାଦେଉଛି। ଆତ୍ମୀୟତା, ସ୍ୱଜନତା ମଧ୍ୟରେ କିଛି ଦୂରସ୍ଥ ଅବସ୍ଥା ଦେଖାଦେଉଛି। ଅର୍ଥ ପ୍ରାପ୍ତି ଅଛି, ପରାକ୍ରମ କ୍ଷେତ୍ରରେ ବିଜୟ ପ୍ରାପ୍ତି ହେବେ ଏବଂ ଗୃହ କାର୍ଯ୍ୟରେ ମଧ୍ୟ ସଫଳତା ଦେଖାଦେବ, ଆନନ୍ଦ ଦେଖାଦେବ। ଗୃହ ନିର୍ମାଣ ବା ଜମିବାଡ଼ି କ୍ରୟ କରିବା, ବିକ୍ରୟ କରିବା, ସେଥିରେ ମଧ୍ୟ ସଫଳତା ଦେଖାଦେବ। ଯେଉଁମାନେ ବିଲ୍ଡର୍ସ ଲାଇନ୍ ଅଛନ୍ତି, ଯେଉଁମାନେ ରିଅଲ ଇଷ୍ଟେଟ୍ ଲାଇନ୍ କ୍ଷେତ୍ରରେ କାମ କରୁଛନ୍ତି, ସେମାନଙ୍କ ପାଇଁ ଜବରଦସ୍ତ ସଫଳତା ଅଛି। ବାସ୍ କରିବା ଦରକାର, ନ କଲେ ଖାଲି ଆଶାବାଦୀ ହେଲେ କୌଣସି କାର୍ଯ୍ୟ ହେଇନାହିଁ ନା ହେବ ନାହିଁ। ବାକି ରହିଲା ପଞ୍ଚମ ଭାବରେ ରାହୁ ସହିତ ଯୁତି ଅଛନ୍ତି ସୂର୍ଯ୍ୟ ଏବଂ ମଙ୍ଗଳଙ୍କର ମଧ୍ୟ ଦୃଷ୍ଟି ରହିବ। ଅଙ୍ଗାରକ ଦୋଷ ଦେଖାଦେଉଛି। ଯେଉଁ ପିଲାମାନେ ପାଠ ପଢୁଛନ୍ତି, ପାଠ ପଢା ପ୍ରତି ଫୋକସ୍ ରଖନ୍ତୁ, ଧ୍ୟାନ ରଖନ୍ତୁ। ଲଭ୍ ମ୍ୟାଟର ଠାରୁ ଦୂରେଇ ରୁହନ୍ତୁ ଏବଂ ଚିଚିଡ଼ାପନ, ଅସନ୍ତୁଷ୍ଟତା, ମିଥ୍ୟାର ସାହାରା ନେବା, ଆଳସ୍ୟ ହେବା ଏବଂ ନେଗେଟିଭ୍ ଥଟ୍ ଭିତରକୁ ଯିବା ବିଲକୁଲ ଠିକ୍ ନୁହେଁ। ଧ୍ୟାନ ଦେବେ। ଏତଦ୍ ବ୍ୟତୀତ କୌଣସି ବିଦ୍ୟାର୍ଥୀ ବା ଉଚ୍ଚ କର୍ମଚାରୀ ନିଜର ଏଜୁକେସନ, ନିଜର ପୋଜିସନକୁ ନେଇ କେବେ ଇଗୋ ରଖନ୍ତୁନି, ବହୁତ କଷ୍ଟ ଦେଖାଦେବ। କ୍ରୋଧ, ଅସନ୍ତୁଷ୍ଟତା, ଅଶାନ୍ତି ଠାରୁ ଦୂରେଇ ରହିବା, ସୁସ୍ଥ ମନ ରହିବା ବହୁତ ଆବଶ୍ୟକତା ଅଛି। ଶତ୍ରୁ ଆପଣଙ୍କର ପ୍ରତ୍ୟେକ ମୁହୂର୍ତ୍ତରେ ଚାତୁଃପାର୍ଶ୍ୱରେ ଭ୍ରମଣ କରିବେ। ଶତ୍ରୁ ଆପଣ ସ୍ୱୟଂ, ଆପଣଙ୍କର ମନ ଆପଣଙ୍କର ଶତ୍ରୁ ହେଇଯିବ, ଆପଣଙ୍କ କର୍ମ ଆପଣଙ୍କର ଶତ୍ରୁ ହେଇଯିବ। ଟିକେ ସାବଧାନ ରହିବେ। ନୋ ଆର୍ଗୁମେଣ୍ଟସ୍। ଆପଣ ଗଲତି କରିବେ, ଅନ୍ୟ ଜଣକୁ ଦୋଷ ଦେବେ, ବା ଅନ୍ୟ ଜଣେ କିଏ ଗଲତି କରୁଛନ୍ତି ତାକୁ କ୍ଷମା ଦେଇ ଆପଣ ଯଦି ତା କାର୍ଯ୍ୟକୁ ସମ୍ପୂର୍ଣ୍ଣ ହିସାବରେ କରି ତାକୁ ବୁଝେଇ ଦିଅନ୍ତୁ, ନିଶ୍ଚିତ ରୂପରେ ସେଥିରେ ଆନନ୍ଦ ମିଳିବ ଏବଂ ସଫଳତା ମଧ୍ୟ ମିଳିବ। ଭାଗ୍ୟ କର୍ମ ଦ୍ୱାରା ବଦଳିଥାଏ, କ୍ରୋଧ ଅସନ୍ତୁଷ୍ଟତା ଯୋଗୁଁ ନୁହେଁ। ବା ନିଜ ମନକୁ ଯିଏ ନିୟନ୍ତ୍ରଣ ରଖିପାରିଲା, ସେହି ହେଲା ସୁଖୀ। ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା।
कर्म कर्म निश्चित रूप से स्टार्टिंग रु कही कर्म बेपार वाणिज्य क्षेत्र में आपण ध्यान दिंतु फोकस दिंतु कौन हो देखनी कौन आप विजय प्राप्ति हम जो पे पाठ पढ़ी जब पाई यही समय जब अप्लाई करूँ इंटरव्यू दिंतु दूर यात्रा करूँ निश्चित लाभ रहे विजय प्राप्ति हे किंतु खाद्य पानीय भोजन ताको सिस्टम रे पालन करंतु किछि सहन शक्ति रखंतु लाभ रहे जितकी मिलुची सेतिकरे संतुष्टि होबा कौन सी व्यक्ति को धोखा देकी पैसा रोजगार करबा बा ब्लैक मनी नबा बा कौन सी व्यक्ति आपण निज द्वारा आम द्वारा कि कष्ट पाइब ता पैसा को आने आमे चलिबा ताहा केबे भी ठीक नुहे यथेष्ट सावधान रहे तीर्थ धर्म यात्रा क्षेत्र में पैसा खर्च होवार संभावना देखा दौचे एवं प्लानिंग जहाँ करिसंते ता प्लान अनुसार आप कार्य करंतु देखिबे 100% रिजल्ट बेटर रिजल्ट आसे ताले क्रोधान्वित नुहे व्यय मोक्ष स्वयासुख में हानि मन रखिता जदि आप असंतुष्टता अशांति जिद्दी रहिबे बहुत किसी नुकसान हमारा संभावना देखा दौचे स्वास्थ्य कमजोर अच्छे तुरंत डॉक्टर इलाज करंतु बिल्कुल अवहेला करंतुनी का निर्भर भी मध्य करबा उचित नहीं प्रत्येक दिन प्रातः समय एवं सायं समय महामृत्युंजय मंत्र को जप करंतु हनुमान वज्रबाण स्तोत्र पाठ करंतु हनुमान चालीसा पाठ करंतु गायत्री मंत्र को जप करंतु निजर गृह इष्ट देवी इष्ट देवता को प्रत्येक दिन प्रणाम करंतु निजर माता पिता पत्नी संतान को श्रद्धा करंतु आदर करंतु निज कुर्सी को आदर करंतु जो चेयर बसी आप कर्म कर जो स्थान रे आप व्यापार वाणिज्य करूचंती श्रद्धा पूर्वक करंतु ता निश्चित रूप से सफलता ही सफलता देखा ताले प्रिय दर्शक बंधु आज आम जानले तुला राशि विषय मासिक राशिफल आज तो समय जाइए कार्यक्रम को आम ये रखुचु पुनः देखा जय जगन्नाथ नमस्कार।